ମା ଆମେ ଆଲୋଚନା ଆରମ୍ଭ କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 517 ଜ୍ଞାନ 517 518 ଜ୍ଞାନ 517 ପ୍ରଭୁ କହୁଛନ୍ତି ଆପଣାର ଦୁର୍ବଳତାକୁ ନେଇ ଘାରି ହେଉଥିବା ହେ ନିର୍ବୋଧ ତୁମେ ଆପଣା ଭୟର ଆବରଣ ଦ୍ୱାରା ପ୍ରଭୁଙ୍କର ମୁଖକୁ ଆଦୌ ଆବୃତ କରି ରଖ ନାହିଁ। ଏକ ଅନୁନୟକାରୀ ଆର୍ତ୍ତତା ଦ୍ୱାରା ତୁମେ କଦାପି ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅ ନାହିଁ। ଚାହିଁ ଦେଖ ତାଙ୍କର ମୁଖମଣ୍ଡଳ ଉପରେ ତୁମେ କଦାପି କୌଣସି ନରପତି କିମ୍ବା ବିଚାରକର ଗମ୍ଭୀର ମୁଦ୍ରା ଦେଖିବାକୁ ପାଇବ ନାହିଁ। ତୁମେ ସେଠାରେ କେବଳ ଜଣେ ଦିବ୍ୟ ପ୍ରେମିକର ହସକୁ ହିଁ ଦେଖିପାରିବ। ଆମେ ଅନେକ ସମୟରେ ଭୟର ବଶବର୍ତ୍ତୀ ହେଇ ଆମେ ଭଗବାନଙ୍କୁ ଆହ୍ୱାନ କରୁଛୁ ଏବଂ କେତେ ଗୁଟେ ପଥ ରହିଛି ବା ପନ୍ଥର ଲୋକ ରହିଛନ୍ତି ଯେଉଁମାନେ ଭଗବାନଙ୍କୁ କହନ୍ତି ଯେ ସିଏ ହଉଛନ୍ତି ମାନେ ଏମିତି ଏକ ବିଚାରକ ଯିଏ କି ଛୋଟ ଛୋଟ ଟିକି ଭୁଲ ବି ସହ୍ୟ କରନ୍ତି ନାହିଁ, କଠୋର ଦଣ୍ଡ ଦିଅନ୍ତି। ଏହି ପ୍ରକାରର କେତେ ପ୍ରକାରର ବ୍ୟକ୍ତି ତାକୁ ବିଶ୍ୱାସ କରି ରହନ୍ତି। ଏଠି ପ୍ରଭୁ ତାକୁ ସ୍ପଷ୍ଟ କରୁଛନ୍ତି ଯେ ମନେ ରଖ ଭଗବାନ ହଉଛନ୍ତି ଦିବ୍ୟ ପ୍ରେମିକ। ମାନେ ଏମିତି ସେ ସମସ୍ତଙ୍କୁ ତାଙ୍କର କେବଳ ପ୍ରେମ ହିଁ ପ୍ରଦାନ କରନ୍ତି। ତୁମେ ସେଇଭଳି ଭାବରେ ତାଙ୍କ ସହିତ ସମ୍ମୁଖୀନ ହୁଅ, କାରଣ ସେ ପ୍ରକୃତରେ ତାହା। ଏବଂ ଆମେ ଆମର ଯୋଉ ଦୁର୍ବଳତାକୁ ନେଇ ଆମେ ଭୟ କରୁ। ସାଧାରଣତଃ ଆମେ ଭୟ କରୁ କାହିଁକି ନା ଆମେ କେତେ ଗୁଡେ କାର୍ଯ୍ୟ କରୁ, କେତେବେଳେ ତାଙ୍କୁ ମନେ ପକେଇ ପାରୁନା। ଏପରିକି କେତେ ଗୁଡେ କାର୍ଯ୍ୟ କରୁ ଯୋଉଟା କି ଭଗବତ ବିରୋଧୀ, କେତେ ଗୁଡା କି ଭଗବାନଙ୍କୁ ହିଁ ଯେମିତି ପଛ କରି ଚାଲିଲା ଭଳିଆ ପଥଭ୍ରଷ୍ଟ ହେଇ ଯେମିତି ବିପରୀତ ଦିଗରେ ବ୍ୟକ୍ତି ଯାଆନ୍ତି, ଆମେ ସେଇଭଳି ଭାବରେ ଭଗବାନଙ୍କ ବିରୁଦ୍ଧରେ ଠିଆ ହେଇ ତାଙ୍କ ଆଡକୁ ଅଗ୍ରଗତି କରିବାର ଯୋଉ ପଥ ରହିଛି ସେଆଡକୁ ପଛ କରିକି ଯେମିତି ଚାଲିଲା ଭଳିଆ କାର୍ଯ୍ୟ କରୁ। ତେଣୁ ସେତେବେଳେ ଆମେ ସମସ୍ତେ କୌଣସି ସବୁ ବ୍ୟକ୍ତି ଜାଣନ୍ତି ଯେ ସେ ଭୁଲ କରୁଛନ୍ତି ବୋଲି। ତଥାପି ସେଇ ଭୁଲ ଗୁଡିକ ଆମର କୌଣସି ଏକ ଦୁର୍ବଳତାରୁ ଆମେ ତାହା କରୁ। ସମସ୍ତେ ଜାଣନ୍ତି ଆସକ୍ତି ଭଗବାନ ପସନ୍ଦ କରନ୍ତି। ସମସ୍ତେ ଜାଣନ୍ତି କାମନା ବାସନା ଭଗବାନଙ୍କର ନିକଟବର୍ତ୍ତୀ କରାଏ ନାହିଁ। ସମସ୍ତେ ଜାଣନ୍ତି ସ୍ୱାର୍ଥ ପ୍ରଣୋଦିତ ହେଇ ସଂକୀର୍ଣ୍ଣ ମନା ହେଇ ସଂକୁଚିତ ହେଇ ରହିଲେ ଭଗବାନଙ୍କୁ ତୁମେ ଚିହ୍ନି ପାରିବ ନାହିଁ, ଜାଣିପାରିବ ନାହିଁ, ତାଙ୍କୁ ବୁଝି ପାରିବ ନାହିଁ, ତାଙ୍କର କୃପାକୁ ତୁମେ ଧରି ରଖିପାରିବ ନାହିଁ ଏବଂ ସର୍ବୋପରି ଅହଂର ବଶବର୍ତ୍ତୀ ହେଲେ ଭଗବାନ ତୁମ ଠାରୁ ତୁମ ପାଖରେ ଥିଲେ ମଧ୍ୟ ତୁମେ ତାଙ୍କୁ ପରିପ୍ରକାଶ କରିବା ତ ଦୂରର କଥା, ତାଙ୍କୁ ତୁମ ଭିତରେ ଆଲାଉ ବି କରିବ ନାହିଁ କାର୍ଯ୍ୟ କରିବା ପାଇଁ। ଆମେ ସମସ୍ତେ ଜାଣୁ, ତଥାପି ସେଇ ଭୁଲ ଗୁଡିକ କରୁ। ସେଇ ଦୁର୍ବଳତା ଆମ ଭିତରେ ଥାଏ, ତେଣୁ ଆମେ ଡରୁ। କିନ୍ତୁ ଏଠି କହୁଛନ୍ତି ତୁମର ଯୋଉ ଦୁର୍ବଳତା ରହିଛି ତୁମେ ସେଇ ଦୁର୍ବଳତାକୁ ନିଜର ଅସାମର୍ଥ୍ୟତାକୁ ଭୟର ଯୋଉ ଆବରଣ ଆମ ପାଖରେ ଆଣିକି ଆମର ତିଆରି କରେ ତାକୁ ଫିଙ୍ଗି ଦିଅ। ଆଉ ସିଏ ହଉଛନ୍ତି ଆମର ଯେତେ ଯାହା ଭୁଲ ଥାଉ ନା କାହିଁକି ଯଦି ଥରେ ନିଷ୍ଠାପର ସହକାରେ ତାଙ୍କ ଆଡକୁ ମୁହଁ ଫେରେଇ ନବା ଏବଂ କହିବା ଯେ ମତେ ତୁମର କରିନିଅ, ତେବେ ସିଏ ତୁମର ନିକଟବର୍ତ୍ତୀ ହିଁ ରହିବେ ଏବଂ ଯାହା ଯାହା ଆବଶ୍ୟକ ତାଙ୍କର ନିକଟବର୍ତ୍ତୀ କରିବା ପାଇଁ ତାହା ସେ କଣ କରିବେ ତୁମ ପାଇଁ ତିଆରି କରିଦେବେ, ତୁମକୁ ସେଇ ଅନୁସାରେ ପ୍ରସ୍ତୁତ କରିଦେବେ। ଆଉ ଥରେ ମନେ ରଖିବା ଯେ ତାଙ୍କର ମୁଖମଣ୍ଡଳ କଦାପି କୌଣସି ନୃଶଂସ ରାଜା ବା କଠୋର ବିଚାରକ ବା ଗମ୍ଭୀର ମୁଦ୍ରା ଯୁକ୍ତ ନରପତି କିମ୍ବା ବିଚାରକର ମୁଖ ନୁହେଁ
ଏବଂ ସେ ଜଣେ ଦିବ୍ୟ ପ୍ରେମିକ। ଯଦି ଆମେ ଯୋଉ ଭଳି ଭାବରେ ତାଙ୍କୁ ଚାହିଁବା, ତାଙ୍କୁ ଦେଖିବା, ତାଙ୍କର ସେଇ ରୂପ ହିଁ ମତେ ଦେଖାଯିବ ଏବଂ ସେଇ ପ୍ରକାରର ମତେ ସବୁ କିଛି ଲାଗିବ। ଆପଣ ଯେମିତି ଗୋଟେ କଥାରେ କହନ୍ତି, ଆପଣ ଅନ୍ଧାର ରାସ୍ତାରେ ଯାଉଛନ୍ତି, ଆପଣ ଯଦି କିମ୍ବା ଗୋଟେ ଜାଗାରେ ଠିଆ ହେଇଛନ୍ତି, ଦୂରରେ ଅନ୍ଧାରରେ କିଛି ଗୋଟେ ଜିନିଷ ହଲୁଛି, ଆପଣଙ୍କ ଭିତରେ ଧାରଣା ରଖିବେ ଯେ ସେଠି ଠିଆ ହେଇଛି ଭୂତଟେ, ସେ ଏମିତି ହାତ ହଲଉଛି, ହେଇ ଗଲା, ଏମିତି ହେଲା, ସେମିତି ହେଲା। ଆପଣଙ୍କୁ ସେଇଭଳି ଭାବରେ ଧୀରେ 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 ତାର ବଶବର୍ତ୍ତୀ ହେଇ ଯେମିତି ଲାଗିବ ସତର ତ ସେଠି ହେଇଛି ଆଉ। କିନ୍ତୁ କେବେ ବି ଥରେ ସାହସ କରି ଯାଇ ଦେଖନ୍ତୁ, ଟର୍ଚ ପକେଇବେ, ଦେଖିବେ ନଡିଆ ପତ୍ରଟେ ହଲୁଥିଲା କି କଣ ଗୋଟେ କପଡାଟା ଲାଗିକି ହଲୁଛି, କିଛି କେହି ନାହାନ୍ତି। ଆମର ଧାରଣାରେ ଅନେକ ସମୟରେ କେତେ ଜଣ ତାକୁ ଡରିକିରି ହାର୍ଟ ଆଟାକ ବି ହୁଏ। କିଏ ଜଣେ ଡରିଲା ପରେ ତାପରେ ମାନେ ଭିନ୍ନ ଭିନ୍ନ ପ୍ରକାରର ସବୁ ଆଳା ମାନେ କଣ ପ୍ରଳାପ କରନ୍ତି। ତେଣୁ ଆମେ ସେ ପ୍ରକାରର ନିଜେ ନିଜ ଆଡୁ କେବେ ଭଗବାନଙ୍କ ଉପରେ ଆରୋପ କରନ୍ତୁ ନାହିଁ ଯେ ସେ ମତେ ତାଙ୍କର ନିଜର କରିବେ ନାହିଁ, ମୁଁ ଏତେ ପାପି, ମୋର ଏତେ ଦୁର୍ବଳତା ରହିଛି। ସବୁବେଳେ ସେ ଅପେକ୍ଷା କରି ରହିଛନ୍ତି କେତେବେଳେ ଆମେ ମୁଖ ଫେରେଇବା ତାଙ୍କ ଆଡକୁ ଏବଂ ସେଇ ଦିବ୍ୟ ପ୍ରେମୀଙ୍କ ଆଡକୁ, ପ୍ରେମିକଙ୍କୁ ଆମେ ସେଇ ଦୃଷ୍ଟିରେ ତାଙ୍କୁ ଚାହିଁବା, ଚାହିଁଲେ ସେ ମୋ ଭିତରେ କାର୍ଯ୍ୟ କରିବେ ଏବଂ ମତେ ପ୍ରସ୍ତୁତ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛନ୍ତି। ଏ ବିଷୟରେ ଆମେ ଅନେକ ଆଲୋଚନା କରିସାରିଛନ୍ତି। ତେଣୁ ଆଗକୁ ଯିବା। ଜ୍ଞାନ 518 କହୁଛନ୍ତି, ଜଣେ କୁସ୍ତି କଲା ବେଳେ ଆପଣାର ସହଚର ଆଉ ଜଣେ କୁସ୍ତି କଲା ବାଲାର ସମ୍ମୁଖୀନ ହେଲା ପରି ତୁମେ ଯେ ପର୍ଯ୍ୟନ୍ତ ପରମ ପ୍ରଭୁଙ୍କର ସମ୍ମୁଖୀନ ହୋଇ ନ ପାରିଥିବ, ସେ ପର୍ଯ୍ୟନ୍ତ ତୁମ ଆତ୍ମାର ଶକ୍ତି ତୁମ ଠାରୁ ସର୍ବଦା ହିଁ ଲୁକାୟିତ ହୋଇ ରହିଥିବ। ଜଣେ ଯେତେବେଳେ କୁସ୍ତି କରିବା ପାଇଁ ଯେତେବେଳେ ଓହ୍ଲଉଛି ରିଙ୍ଗ କୁ, ସମ୍ମୁଖରେ କୁସ୍ତି କଲା ବାଲା ଯିଏ ଯୋଦ୍ଧା ରହିଛି, ଯୋଦ୍ଧା ହଉ ବା ଆପଣ ଖେଳ କୁହନ୍ତୁ, ସେତେବେଳେ ଇଏ ନିଜର ସବୁ ଯାକ ସାମର୍ଥ୍ୟକୁ ବ୍ୟବହାର କରି ଯେତେ ପ୍ରକାରର କଳ କୌଶଳ ଜାଣିଛି ଏବଂ ନିଜର ଶରୀରର ବଳ, ମନର ଦାଉ ପେଞ୍ଚ, ପ୍ରାଣର ବା ଶକ୍ତିର ସମସ୍ତ ସାମର୍ଥ୍ୟକୁ ସେ ବ୍ୟବହାର କରି ତାକୁ ସମ୍ମୁଖୀନ ହୁଏ ଏବଂ ଚେଷ୍ଟା କରେ ତାର କଳ କୌଶଳ ପକାଇ ତାକୁ କେମିତି ହରାଇବ ବୋଲି। ତା ଏଠି ଅର୍ଥ ହଉଛି କଣ, ନିଜର ସମସ୍ତ ସାମର୍ଥ୍ୟକୁ ଜଣେ ବ୍ୟବହାର କରେ ଯେତେବେଳେ କାହା ସମ୍ମୁଖରେ ବା କାହା ବିରୁଦ୍ଧରେ ସେ କୁସ୍ତି କରିବା ପାଇଁ ରିଙ୍ଗ ଭିତରକୁ ଡେଇଁଥାଏ। ତାର ଯଦି ଗୂଢ ରହସ୍ୟ ଦେଖିବେ, ଆମେ ଯେତେବେଳେ ଜୀବନ ଯାତ୍ରାରେ ଆମେ ଯେତେବେଳେ କୌଣସି କାର୍ଯ୍ୟର ସମ୍ମୁଖୀନ ହଉଛନ୍ତି, କୌଣସି ପରିବେଶ ପରିସ୍ଥିତିର ସମ୍ମୁଖୀନ ହଉଛନ୍ତି, ସେତେବେଳେ ଆମର ଦୁର୍ବଳତା, ଆମର ଅସାମର୍ଥ୍ୟତାକୁ ଆଗରେ ନ ରଖି ନିଜର ସମସ୍ତ ସାମର୍ଥ୍ୟର ସହିତ ତାକୁ ସମ୍ମୁଖୀନ ହେବେ। ତେଣୁ ଏଠି ସେଥିପାଇଁ କହୁଛନ୍ତି ପରମ ପ୍ରଭୁଙ୍କର ତୁମେ ସମ୍ମୁଖୀନ ହବ, କେମିତି ହବ ନା ଯେମିତି ଜଣେ କୁସ୍ତି କଲା ବାଲା ତମ ଆଗରେ ଠିଆ ହେଇଛି ଏବଂ ତମେ କୁସ୍ତି କରିବା ପାଇଁ ତା ସହିତ ରିଙ୍ଗ ଭିତରକୁ ଓହ୍ଲେଇଛ, ତେଣୁ ସେଇଭଳି ଭାବରେ ତୁମେ ସମ୍ମୁଖୀନ ହୁଅ। ତେଣୁ ତୁମର ଦୁର୍ବଳତା, ତୁମର ଅସାମର୍ଥ୍ୟତା ସବୁକୁ ପଛକୁ ଠେଲି ଦେଇ ତା ଠାରୁ ଉର୍ଦ୍ଧ୍ୱକୁ ଉଠି ଆମେ ସମ୍ମୁଖୀନ ହେବା। ଏବଂ ଏଠି ଆଉ ଗୋଟେ କଥା ମନେ ରଖିବା, ଆମେ ମନେ ପକେଇବା ବା ନିଜେ କହୁଛନ୍ତି ଯେ ସବୁ ସମୟରେ ସେ ଆମ ସହିତ ଅଛନ୍ତି ଏବଂ ଆମର ଅଗ୍ରଗତି ପାଇଁ ଯଥା ସମ୍ଭବ ଯାହା ଆବଶ୍ୟକ ତାହା ସେ ତିଆରି କରୁଛନ୍ତି। ଏବଂ ତା ସହିତ ଆଉ ଗୋଟେ କଥା ମୁଁ କହିଛନ୍ତି, ଆମର ସାମର୍ଥ୍ୟ ଯେତିକି ସେହି ପରିମାଣରେ
ସମ୍ମୁଖୀନ ହେଇପାରିଲା ଭଳି ଆମ ଚତୁଃପାର୍ଶ୍ୱରେ ଘଟଣା ଘଟେ ବା ଆମେ ତାକୁ ବିପଦ କହୁ ବା ସମସ୍ୟା କହୁ। କେତେବେଳେ ସମସ୍ୟା କହୁ, କେତେବେଳେ ବିପଦ କହୁ, ଯେତେବେଳେ ମୋ ଭିତରେ ସାହସ ନଥାଏ ସମ୍ମୁଖୀନ ହବା ପାଇଁ, ମୁଁ ଭାବେ ଯେ ମୋର ସାମର୍ଥ୍ୟ କମ୍, ସେତେବେଳେ ମୁଁ ତାକୁ କହେ ବିପଦ, ସେତେବେଳେ ମୁଁ ତାକୁ କହେ ସମସ୍ୟା। କିନ୍ତୁ ମନେ ରଖିବା ଯେ ଯେତିକି ମୋର ସାମର୍ଥ୍ୟ ସେହି ଅନୁପାତରେ ହିଁ ପରିବେଶ ପରିସ୍ଥିତି ତିଆରି ହେଇଥାଏ। ତାମାନେ ଆମେ ଆମର ସାମର୍ଥ୍ୟକୁ ଯଦି ବ୍ୟବହାର କରିବା ତେବେ ତାକୁ ସମ୍ମୁଖୀନ ହୋଇପାରିବା। ଯେତେବେଳେ ସମ୍ମୁଖୀନ ହୋଇପାରିବା ସେତେବେଳେ ତାକୁ ଆଉ ମୁଁ କେବେ ବି ସମସ୍ୟା ବା ବିପଦ କହିବି କି? ତାମାନେ ମତେ ଯେତେବେଳେ ଲାଗୁଛି ଯେ ମୋ ଜୀବନରେ ଗୋଟେ ବିପଦ ଆସି ପହଞ୍ଚି ଯାଇଛି, ସମସ୍ୟା ଆସି ପହଞ୍ଚିଗଲା, ମୁଁ ଅସୁବିଧାରେ ପଡିଯାଉଛି, ତା ମାନେ ସେତେବେଳେ ଜାଣିବେ ଆପଣ ସମ୍ମୁଖରେ କାହାକୁ ରଖିଛନ୍ତି ନା ନିଜର ଅସାମର୍ଥ୍ୟତାଟାକୁ, ନିଜର ଦୁର୍ବଳତାକୁ। ନିଜର ସାମର୍ଥ୍ୟକୁ ଆପଣ ପଛକୁ ଠେଲି ଦଉଛନ୍ତି, ସାମର୍ଥ୍ୟକୁ ଆଗକୁ ଆଣିବେ ଏବଂ ତାକୁ ସମ୍ମୁଖୀନ ହେବେ। ନିରନ୍ତର ଏଇ ଆସ୍ପୃହା ରହିଥିବ ଯେ ଅଧିକରୁ ଅଧିକ ମତେ ସମର୍ଥ କର, ମତେ ତୁମର କରିନିଅ। ସେ ତେଣୁ ପ୍ରଭୁଙ୍କୁ ଯଦି ଆମେ ସମ୍ମୁଖୀନ ନ ହଉଛୁ, ଏଠି ଯୋଉଟା କହୁଛନ୍ତି ସେଇ ସେ ପର୍ଯ୍ୟନ୍ତ କଣ ହଉଛି, ତୁମ ଆତ୍ମାର ଶକ୍ତି ତୁମ ଠାରୁ ସର୍ବଦା ଲୁକାୟିତ ହେଇ ରହିଥିବ। ତାମାନେ ଆମର ନିଜସ୍ୱ ଶକ୍ତି ସାମର୍ଥ୍ୟ ସେମିତି ଲୁଚିକି ରହିଥିବ ଏବଂ ମୋର ଅଗ୍ରଗତି ତା ବାଟରେ ରହିଥିବ, ମୁଁ ଯୋଉଠି ଥିବି ସେଇଠି ରହିଯାଇଥିବି ଆଉ। ଯଦି ଆମେ ପ୍ରକୃତରେ, ମା କହୁଛନ୍ତି ଯଦି ଆମେ ପ୍ରକୃତରେ ଦିବ୍ୟ ପରମ ସତ୍ତାଙ୍କର ଅତ୍ୟନ୍ତ ନିକଟବର୍ତ୍ତୀ ହେବା ଲାଗି ଇଚ୍ଛା କରୁଥିବା, ତେବେ ଥରେ ଏବଂ ଶେଷ ଥର ପାଇଁ ଆମର ଯାବତୀୟ ଦୋଷ ଓ ଦୁର୍ବଳତାରୁ ମୁକ୍ତ ହୋଇ ବାହାରି ଆସିପାରିଲେ ତାହା ସତରେ ଏକ ଉତ୍ତମ କଥା ହେବ ନାହିଁ କି? ଆମେ ଆମ ଚତୁଃପାର୍ଶ୍ଵରେ ଯୋଉ ଯୋଉ ସମସ୍ୟା ଆସେ ଆମକୁ ଅନେକ ସମୟରେ ଡରେଇ ଦିଏ, ଆଉ ଲାଗେ ସତରେ କଣ ସମ୍ଭବ? ଏମିତି କାହିଁକି ହଉଛି, ମୁଁ ସମ୍ମୁଖୀନ ହେଇପାରୁନାହିଁ। ଏବଂ କେତେ ଗୁଡେ କେସରେ ପୂର୍ବରୁ ସମ୍ମୁଖୀନ ନ ହୋଇ ଯୋଉମାନେ ସାମର୍ଥ୍ୟ ଯୁକ୍ତ ସେମାନେ ନୀରବ ରହିଛନ୍ତି, ତେଣୁ ବିରୋଧୀ ଶକ୍ତି ତାର କ୍ରିୟାଟିକୁ ସେଇଭଳି ଭାବରେ ତୀବ୍ର ଭାବରେ କରିଚାଲିଛି, ପ୍ରସାରିତ କରିଚାଲିଛି। ଏବେ କିନ୍ତୁ ଅଧିମାନ ଶକ୍ତି ଅବତରଣ କରିସାରିଲା ପରେ ଆମ ପାଖରେ ନିଜେ ଅଧିମାନ ଶକ୍ତି ବାତାବରଣରେ ଚତୁଃପାର୍ଶ୍ଵରେ ଘେରି ରହିଛନ୍ତି, ଭିତରେ ଏବଂ ବାହାରେ ଘେରି ରହିଛନ୍ତି, ତେଣୁ ଆମେ ଆଉ କାହିଁ ଡରିବା? ସମୟ ଆସିଯାଇଛି ସମ୍ମୁଖୀନ ହବା ଏବଂ ବିରୋଧୀ ସତ୍ତାର ବା ବିରୋଧୀ ଶକ୍ତିର ବା ଅପଶକ୍ତି ଯାହା ବି କୁହନ୍ତୁ, ତାର ସମସ୍ତ ଦାଉ ପେଞ୍ଚକୁ ସମ୍ମୁଖୀନ ହବା ପାଇଁ ମୁଁ ପ୍ରସ୍ତୁତ ରହିବି ଏବଂ ସମ୍ମୁଖୀନ ହେବି। ମାଙ୍କୁ ଆବାହନ କରି ମାଙ୍କ କୃପାକୁ ଆବାହନ କରିବି, ଆଶୀର୍ବାଦ ରଖିବି, ନାମଜପ କରିବି। ମାଙ୍କ ଉପସ୍ଥିତି ମୋ ସହିତ ସବୁବେଳେ ରହିଛି, ସେହି ଭାବ ସେହି ଅନୁଭବ ରଖିଲେ ନିଶ୍ଚୟ ଉପଲବ୍ଧି ହବ ଏବଂ ତାଙ୍କର କଥା ମୁଁ ଶୁଣିପାରିବି ଏବଂ ସମ୍ମୁଖୀନ ହେଇପାରିବି। ମା ଭାଇ ହଉ, ଗୋଟେ ଛୋଟିଆଟେ ଭାଇ, ଥରେ କଣ ହେଇଛି, ଯୋଉ ଶ୍ରୀକୃଷ୍ଣ ଆଉ ତାଙ୍କ ସାଙ୍ଗରେ ଅର୍ଜୁନ ମାନେ ତାଙ୍କ ରାଜ୍ୟରେ ଏମିତି ଭ୍ରମଣ କରିବା ପାଇଁ କି ଯାଉଥିଲେ। ତ ଭ୍ରମଣ ବାଟରେ କଣ ହେଲା ନା ଗୋଟେ ଅର୍ଜୁନ ଦେଖିଲେ ଯେ ଗୋଟେ ଭିକାରୀ ଟା ଭିକ ମାଗୁଛି। ତ ଅର୍ଜୁନ କଣ କଲେ, କୃଷ୍ଣଙ୍କୁ କହିଲେ ଯେ ମାନେ ପ୍ରଭୁ ଆପଣ ତ ମାନେ ସବୁ ଜାଣିଛନ୍ତି, ସମସ୍ତଙ୍କ କଥା ବୁଝନ୍ତି, ତାହେଲେ ଆପଣ ଥିବା ଟାଇମ ରେ ହିଁ କେମିତି ଏଇ ଭିକାରୀ ଭିକ ଦୁଃଖ ଦରିଦ୍ର ଏଗୁଡାକ ସବୁ କାହିଁକି ଅଛି, ଏ ସବୁକୁ ଆପଣ କଣ ପାଇଁ କି ମାନେ ଦୂର କରୁନାହାନ୍ତି? ତ କୃଷ୍ଣ ଆଉ ଆର ଆନ୍ସର କିଛି ଦେଲେନି, ସେ ଆଗକୁ ଚାଲିଲେ, କିନ୍ତୁ ଅର୍ଜୁନଙ୍କୁ ସେ ଭିକାରୀ ଉପରେ ଟିକେ ଦୟା ଆସିଲା। ସେଥିପାଇଁ କି ସେ କଣ କଲେ, ସେ ଭିକାରୀକୁ ଯାଇକି ଗୋଟେ ସୁନା ମୁଦ୍ରାଟେ ଦେଲେ। ତ ଯେତେବେଳେ ଭିକାରୀ ଗୋଟେ ସୁନା ମୁଦ୍ରା ଦେଲେ, ଭିକାରୀ କଣ କଲା ନା ଖୁସି ହେଇଗଲା ଯେ ତାକୁ ସୁନା ମୁଦ୍ରା ମିଳିଲା ବୋଲି। ଭିକାରୀ କଣ କଲା, ସେ ସୁନା ମୁଦ୍ରାକୁ ଧରିକି ରାସ୍ତାରେ ଯାଉଥିଲା। ତ ରାସ୍ତାରେ ଯାଉଥିବା ଟାଇମ ରେ କଣ ହେଲା ନା, 2 ଜଣ ଚୋର ସେପଟୁ ଗୋଟେ ଦୋକାନକୁ ଲୁଟିକି ଫେରୁଥିଲେ। ସିଏ ହାତରେ ସୁନା ମୁଦ୍ରା ଦେଖିକି କଣ କଲେ, ହାତରୁ ତାକୁ ଛଡେଇ ନେଇକି ପଳେଇଲେ।
ଭିକାରୀ ସେ ଜାଗାରେ ଆଉ କିଛି କରିପାରିଲାନି, ଦୁଃଖରେ ଘରକୁ ଫେରିକି ତା ସ୍ତ୍ରୀ କୁ ସବୁ କହିଲା ଯେ ଏମିତି ଏମିତି ହେଇଥିଲା ବୋଲି। ତ ତା ସ୍ତ୍ରୀ କହିଲା ଆମ ଭାଗ୍ୟରେ ସେଇ ଜିନିଷ ହିଁ ଲେଖା ଅଛି, ତ ଆମ ପାଖକୁ ଆସିଲେ ବି ଜିନିଷ ଆମଠୁ ପଳଉଛି। ତା ପରଦିନ ସେ ପୁଣି ଆସିକି ସେ ଭିକାରୀ ତାର ଯେମିତି ବସି ଭିକ ମାଗିବା କଥା ସେମିତି ଭିକ ମାଗିଲା। ତାପରେ କଣ ହେଲା ନା ସେଇ ବାଟ ଦେଇ ପୁଣି ଆଉଥରେ କୃଷ୍ଣ ଆଉ ଅର୍ଜୁନ ଯାଉଥିଲେ ସେଇ ବାଟ ଦେଇକି। ତ ଅର୍ଜୁନ ଦେଖିଲେ ଯେ ପୁଣି ଆଉଥରେ ସେ ଭିକାରୀଟା ସେମ ବସିକି ଭିକ ମାଗୁଛି। ସେ ସେଠୁ ପୁଣି ତା ପାଖକୁ ଯାଇ କହିଲେ ଆରେ ମୁଁ ତତେ କାଲି ସୁନା ମୁଦ୍ରା ଦେଇକି ଯାଇଥିଲି, ତୁ ତାକୁ ମାନେ କଣ ଦିନକ ଭିତରେ ସାରିକି ପୁଣି ଭିକାରୀ ହେଇଗଲୁ ନା କଣ, ସୁନା ମୁଦ୍ରା କୁଆଡେ ଗଲା? ତ ସିଏ କହିଲା ଯେ ନାଇଁ ପ୍ରଭୁ ଆପଣ ଯୋଉ ସୁନା ମୁଦ୍ରା ଦେଇଥିଲେ ସେଟା ମୁଁ ଏମିତି ବାଟରେ ନେଇ ଗଲା ଭିତରେ ଏମିତି ଚୋରି ହେଇଗଲା, ସେ ସବୁ କଥା କହିଲା। ତ ଅର୍ଜୁନ କହିଲେ ହଉ ଛାଡେ, ସୁନା କଥା ନାଇଁ, ମୁଁ ତତେ ଗୋଟେ ହୀରାର ପଥରଟେ ଦଉଛି, ତୁ ତାକୁ ନେଇକି ଯା, ଏଥିରେ ତୋର ସବୁ ଜିନିଷ ବଦଳିଯିବ, ଏଥିରେ ଆଉ କିଛି ରହିବନି। ତ ଭିକାରୀ କଣ କଲା, ଆହୁରି ଖୁସି ହେଇଗଲା, ସେ ହୀରାର ପଥର ନେଇକି ଗଲା। ହୀରାର ପଥର ନେଇକି ଯାଇକି ପୁରା ତାକୁ ଘୋଡେଇ ଘାଡେଇ ଲୁଚେଇ ଲାଚେଇ ନେଇକି ଯାଇକି ତାକୁ କଣ କଲା, ତାଙ୍କ ଘରେ ଗୋଟେ ମାଠିଆ ଭିତରେ ସେ ହୀରାର ପଥରକୁ ଲୁଚେଇକି ରଖିଦେଲା। ସେଇ ଟାଇମ ରେ କଣ ହେଇଛି, ସିଏ ଆଉ ତା ସ୍ତ୍ରୀ କୁ କହିନି ଏଇ ବିଷୟରେ। ତା ସ୍ତ୍ରୀ କଣ କରିଛି ନା, ଏତେ ମାଠିଆ ଘରେ ଥୁଆ ହେଇଛି କିନ୍ତୁ ସେ ସେଇ ମାଠିଆ ଟାକୁ ହିଁ ଧରିଲା ପାଣି ଆଣିବାକୁ ଯିବା ପାଇଁ କି। ସିଏ ଆଉ ତା ଦେହରେ ଶବ୍ଦ କିଛି ବି ଶୁଣିନି, ତାକୁ ବାସ୍ ଧରିକି ପାଣି ଆଣିବା ପାଇଁ ପଳେଇଲା। ତେଣୁ ପାଣି ଆଣିବା ପାଇଁ କି ତାକୁ ଯାଇଛି, ପାଣି ବୁଡେଇ ଦେଲା ବେଳକୁ ସିଏ କଣ ହେଲା, ପୋଖରୀରେ ନଈରେ ସେଟା ଭାସିଗଲା। ତ ସିଏ ଯେତେବେଳେ ଭାସିଗଲା, ସେ ସେଠୁ ପାଣି ଆଣିକି ଥୋଇଲା ବେଳକୁ ତା ସ୍ଵାମୀ କହିଲା ଯେ କଣ କଲୁ, ମୁଁ ଏଥିରେ ରଖିଥିଲି ହୀରାର ପଥର, ମତେ ଦେଇଥିଲେ ଅର୍ଜୁନ, ତୁ ଆକୁ ନେଇକି ପାଣିରେ ବୁଡେଇ ଦେଲୁ। ସେଠୁ ସିଏ ସେଠୁ ମୁଣ୍ଡରେ ହାତ ଦେଇକି ଦୁଃଖରେ ବସିଲେ। ତା ପରଦିନ କଣ ହେଇଛି, ସେ ଭିକାରୀ ପୁଣି ଭିକ ମାଗିବାକୁ ଗଲା। ପୁଣି ଭିକ ମାଗିବାକୁ ଯାଇଛି, ସେଇ ଟାଇମରେ ଅର୍ଜୁନ କହିଲେ ବହୁତ ହେଇଗଲା, ଆଉ ମୁଁ ପାରିବିନି, ଏ ଭିକାରୀର ଏତେ ଜିନିଷ କରିସାରିଲା ପରେ ବି ତଥାପି ଇଏ ପୁଣି ଆସିକି ସେଇ ଭିକ ମାଗୁଛି। କୃଷ୍ଣ ସେଠୁ କହିଲେ ଯେ ଏବେ ତୁ ବ୍ୟସ୍ତ ହନା, ମୁଁ ଯାଇକି ଦେଖୁଛି କଥା କଣ। ସେଠୁ କୃଷ୍ଣ ତାକୁ କହିଲେ ଯେ ମାନେ ତୁ ତୋ ପ୍ରକୃତି କେବେ ବି ଛାଡିବୁନି, କହିକି ତାକୁ କଣ କଲେ 2 ଟଙ୍କା ମାତ୍ର ମୁଦ୍ରା ଦେଲେ। ତ ଯେତେବେଳେ ତାକୁ 2 ଟଙ୍କା ମୁଦ୍ରା ଦେଲେ, ସିଏ କଣ କଲା, କହିଲା ଯେ ଆଉ କିଛି କହିଲାନି, ସେଇ 2 ଟଙ୍କାକୁ ଧରିକି ବାଟରେ ଯାଉଥିଲା, କହିଲା ଏଥିରେ ତ ମୋର କିଛି ହେଇ ବି ପାରିବନି, ଆଉ ମନ ଦୁଃଖ କରିକି ସେଇଆକୁ ଧରିକି ଯାଉଥିଲା। ତ ଗଲା ବାଟରେ ଦେଖିଲା କଣ ନା 2 ଜଣ ଛୁଆ ଗୋଟେ ମାଛକୁ ପୋଖରୀରୁ ବାହାର କରିକି ଆଣିକି ତା ସାଙ୍ଗରେ ଖେଳୁଛନ୍ତି। ଦେଖିଲା ମାଛଟା ଛଟପଟ ହଉଛି, ମରିଯିବ। ତ ସେଥିପାଇଁ ସେ କହିଲା ଏଥିରେ ତ ମୋର କିଛି ଲାଭ ହବନି। ତ ସିଏ ସେ 2 ଟଙ୍କା ସେମାନଙ୍କୁ ଦେଲା, ସେ ପିଲାମାନଙ୍କୁ କହିଲା ମାଛଟାକୁ ମତେ ଦେଇଦିଅ। ଯେତେବେଳେ ସେ ତାକୁ ଦେଲେ, ପିଲା ତାକୁ ମାଛ ଦେଇଦେଲେ, ସିଏ ସେ ମାଛକୁ ନେଇକି କଣ କଲା, ପୋଖରୀରେ ଛାଡିବା ପାଇଁ କି ଗଲା। ଯୋଉ ଟାଇମ ରେ ସେ ମାଛକୁ ନେଇ ପୋଖରୀରେ ଛାଡିବା ପାଇଁ ଯାଇଛି, ସେଇ ଟାଇମ ରେ ସେ ମାଛ ପାଟିରୁ ସେ ହୀରା ପଥର ଟା ବାହାରିଲା। ମାଛ ପାଟିରୁ ଯେତେବେଳେ ହୀରା ପଥର ଟା ବାହାରିଛି, ସିଏ ସବୁଠୁ ଚିଲେଇବାକୁ ଲାଗିଲା ଯେ ମିଳିଗଲା ବୋଲି। ଯେତେବେଳେ କହିଲା ମିଳିଗଲା, ସେ ପୋଖରୀର ବନ୍ଧ ଦେଇକି ସେ 2 ଜଣ ଚୋର ଯୋଉମାନେ ଚୋରି କରିଥିଲେ, ସିଏ ସେଇପଟ ବାଟ ଦେଇକି ଯାଉଥିଲେ। ଯେମିତି ସିଏ ସେଇପଟ ବାଟ ଦେଲେ, ସିଏ ଭାବିଲେ ଯେ ବୋଧେ ମାନେ ଇଏ ଆମକୁ ଦେଖିଥିଲା ସେଦିନ ଚୋରି ପାଇଁ, କହିଲା ଯେ ମିଳିଗଲା ବୋଲି। ତ ସିଏ କଣ କଲେ, ସେ ସୁନା ମୁଦ୍ରାକୁ ଆଣିକି ତା ପାଖରେ ଫୋପାଡି ଦେଇକି ଦୌଡିକି ପଳେଇଲେ। ତ ତାକୁ କଣ ହେଲା ନା, ଏଇ ସବୁ ଜିନିଷ ଗୁଡାକୁ ଅର୍ଜୁନ କଣ କରୁଥିଲେ ନା, ସେ ଭିକାରୀ ପଛରେ ଆସିକି ଦେଖୁଥିଲେ। ତ ସିଏ ଆସିକି କଣ କଲେ, ଯେତେବେଳେ ଦେଖିଲେ ତାକୁ ହୀରା ବି ମିଳିଗଲା, ଆଉ ସୁନା ମୁଦ୍ରା ବି ମିଳିଗଲା। ଅର୍ଜୁନ ସେଉଠୁ ଯାଇକି କହିଲେ ଆପଣ ମାନେ ଏଇଟା ଆପଣଙ୍କର କି ଲୀଳା ଯେ ମୁଁ ଦେଲି ସୁନା ମୁଦ୍ରା, ତାକୁ ଦେଲି ହୀରା ଦେଲି, ସବୁ ତା ପାଖରୁ ପଳେଇଲା, ଆପଣ ଯାଇକି 2 ଟଙ୍କା ଦେଇଦେଲେ, ତା ଦେହରେ ତାର ଏତିକ ସବୁ ଜିନିଷ ମିଳିଗଲା। ତ ସେଇ ଜାଗାରେ କୃଷ୍ଣ ତାକୁ କହିଲେ ଯେ ଯେତେବେଳେ ତୁ ତାକୁ ସୁନା ମୁଦ୍ରା ଦେଲୁ, ସେତେବେଳେ ସେ ତା ନିଜ କଥା ଭାବିଲା ଯେ ମୁଁ ଘର ବନେଇବି, ଦ୍ୱାର ବନେଇବି। ହୀରା ମୁଦ୍ରା ଦେଲା ବେଳେ ବି ସେତେବେଳେ ତା ନିଜ କଥା ଭାବିଲା। କିନ୍ତୁ ଯେତେବେଳେ ମୁଁ ତାକୁ ନେଇକି ସେ 2 ଟଙ୍କା ଦେଲି, ସିଏ ଭାବିଲା ଯେ ଏଥିରେ ମୋର କିଛି ଲାଭ ହବନି, ଏଥିରେ ମୁଁ କାହାର ସାହାଯ୍ୟ କରିଦେବି। ତ ଯେତେବେଳେ ସେ କାହାର ଅନ୍ୟ ଜଣଙ୍କ କଥା ଭାବିଲା, ସେତେବେଳେ ମୁଁ ତା କଥା ଭାବିଲି। ଆଉ ସେଥିପାଇଁ କି ମୁଁ ତାକୁ କଣ କଲି ନା ସାହାଯ୍ୟ କଲି। ଏଇଟା ହିଁ ଗପ ଥିଲା। ବଢିଆ କାହାଣୀଟି, ଏ କାହାଣୀଟି ପଢିଥିଲି ମୁଁ, ବହୁତ ସୁନ୍ଦର କାହାଣୀଟି, ବଢିଆ, ଥ୍ୟାଙ୍କ ୟୁ। ସବୁ ସମୟରେ ଆମେ ନିଜ ସ୍ୱାର୍ଥ, ନିଜର ଅହଂରୁ ଉପରକୁ ଉଠିବା, ନିଜକୁ ଅଧିକ ପ୍ରସାରିତ କରିବା, ବ୍ୟାପ୍ତ କରିବା, ଏବଂ ମୋ ଭିତରେ କିପରି ସେଇ ପ୍ରସାରତା, ବ୍ୟାପକତା ଏବଂ ଭଗବାନଙ୍କର, ମାଙ୍କର ପରମ ଦିବ୍ୟ ଶାଶ୍ୱତ ପ୍ରେମ ସମସ୍ତଙ୍କ ପାଇଁ ପରିପ୍ରକାଶ ହବ, ସେଥିପାଇଁ ପ୍ରାର୍ଥନା ରଖିବା।
Thank you all. Bye.